ବୃତ୍ତାସୁରର ନିଧନ ପାଇଁ ନିର୍ବିକାରରେ ନିଜର ଅସ୍ଥି ଦାନ କରି ଦଧିଚି କାଳ କାଳକୁ ଅମର ହୋଇ ରହିଛନ୍ତି। ଦେବତାମାନଙ୍କ କଲ୍ୟାଣ ନିମନ୍ତେ ନିଜ ଜୀବନ ବିସର୍ଜନ କରିଥିବା ଋଷି ଦଧିଚି ବାଲ୍ୟକାଳରୁ ହିଁ ପରୋପକାରୀ ଏବଂ ସାହସୀ ଥିଲେ। ଥରେ ଏକ ବିଷଧର ସାପ ଗଛରେ ଚଢ଼ି ପକ୍ଷୀ ଶାବକ ଦ୍ୱୟଙ୍କୁ ଖାଇବାକୁ ଯିବା ସମୟରେ ଶାବକମାନେ ଜୋରରେ ଚିତ୍କାର କରିଥିଲେ। ଆଖି ଆଗରେ ନିଜ ଛୁଆର ମୃତ୍ୟୁକୁ ଦେଖି ପାରୁଥିବା ସୁଖ ଦମ୍ପତି ବିଚଳିତ ହୋଇ ଏ ଡାଳରୁ ସେ ଡାଳ ହୋଇ ରଡ଼ି ଛାଡ଼ୁଥାନ୍ତି। ବୃକ୍ଷ ମୂଳରେ କିଛି ଛୁଆ ଖେଳୁଥିଲେ। ସେମାନେ ପକ୍ଷୀମାନଙ୍କର ଚିତ୍କାର ଶୁଣି ଉପରକୁ ଅନାନ୍ତେ ସାପଟି ଛୁଆମାନଙ୍କୁ ଖାଇବାକୁ ଯାଉଥିବା ଦୃଶ୍ୟ ଦେଖି ମଜା ନେଉଥାନ୍ତି। ସେଠାରୁ କିଛି ଦୂରରେ ଦଧିଚି ଅନ୍ୟ କେତେକ ପିଲାଙ୍କ ସହ ଖେଳୁଥିଲେ। ଦଧିଚି ପିଲାମାନଙ୍କ ହଟ୍ଟଗୋଳ ଶୁଣି ଗଛ ପାଖରେ ପହଞ୍ଚି ଏହି ଦୃଶ୍ୟ ଦେଖି କାଳ ବିଳମ୍ବ ନ କରି ଗଛରେ ଚଢ଼ିଥିଲେ। ପାଖରେ ଥିବା ସାଥୀଙ୍କ ଚେତାବନୀକୁ ଖାତିର ନ କରି କହିଥିଲେ, ଜୀବନ ରକ୍ଷା ମଣିଷର ଶ୍ରେଷ୍ଠ ଧର୍ମ। ମୁଁ ପକ୍ଷୀ ଛୁଆଙ୍କୁ ଏଭଳି ବିପଦରେ ପଡ଼ିଥିବାର ଦେଖି ନୀରବ ରହିପାରିବିନି। ଗୋଟିଏ ବାଡ଼ିରେ ଆଘାତ ଦେଇ ସାପ କବଳରୁ ଛୁଆଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଛୁଆ ଦ୍ୱୟଙ୍କୁ ଜୀବିତ ପାଇ ଶୁକ ଦମ୍ପତିଙ୍କ ଆନନ୍ଦର ସୀମା ନଥିଲା। ଉଦ୍ଧାର ସମୟରେ ସାପ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ ହେଁ କୌଶଳରେ ତା କବଳରୁ ବର୍ତ୍ତି ଯାଇଥିଲେ। ଏଭଳି ଦୁଃସାହସିକ କାର୍ଯ୍ୟ କରିଥିବାରୁ ସାଥୀମାନେ କହିଥିଲେ, ଦଧିଚି ତୁମକୁ ଡର ଲାଗିଲାନି? ଡର କାହିଁକି? ହଁ, ଯଦି ଡରିବାର ଅଛି ତ ଖରାପ କାମ କରିବାକୁ ଡର। ଉତ୍ତମ କାର୍ଯ୍ୟ କରୁଥିବା ଲୋକଙ୍କୁ ଭଗବାନ ସ୍ୱୟଂ ରକ୍ଷା କରିଥାନ୍ତି, କହିଥିଲେ ଦଧିଚି। ବାଲ୍ୟାବସ୍ଥାରେ ଦଧିଚିଙ୍କ ଏହି କଲ୍ୟାଣକାରୀ ଭାବନା ନିଜ ଭିତରେ ଏତେ ଶକ୍ତିଶାଳୀ ହୋଇଥିଲା ଯେ ଦେବତାମାନଙ୍କ ସମ୍ମିଳିତ ଅନୁରୋଧରେ ସେ ନିଜ ଅସ୍ଥି ଦାନ କରିଦେଇଥିଲେ ବୃତ୍ତାସୁରର ନିଧନ ପାଇଁ। ଏହିପରି ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।